ଆପଣ କ'ଣ ଜାଣନ୍ତି ପ୍ରଭୁ ଯୀଶୁ ଆଜି ରାତିରେ ଆସିଲେ ଆପଣ ତାଙ୍କ ସହିତ ଯିବେ କି ନାହିଁ? ଅନେକ ବିଶ୍ୱାସୀ ବର୍ଷ ବର୍ଷ ଧରି ଚର୍ଚ୍ଚ ଯାଉଛନ୍ତି, କିନ୍ତୁ ସେମାନେ ଭୟ କରନ୍ତି କି ମୁଁ ପରିତ୍ରାଣ ପାଇଛି କି ନାହିଁ। ଯାହା ଆପଣଙ୍କୁ ଆଜି ହିଁ ଜଣାଇଦେବ ଯେ ଆପଣ ପ୍ରଭୁଙ୍କ ଆଗମନ ପାଇଁ 100% ପ୍ରସ୍ତୁତ କି ନୁହେଁ। ଆସନ୍ତୁ ଜାଣିବା ସେହି ବିଷୟ। ଯଦି ଆପଣ ଏକ ଟ୍ରେନରେ ବସିଛନ୍ତି, ତେବେ ଟ୍ରେନଟି ଗତି କଲେ ଆପଣ ଅନୁଭବ କରିପାରିବେ କି ଟ୍ରେନଟି ଚାଲୁଛି। କିନ୍ତୁ ଯଦି ଆପଣ କିଛି ବି ଅନୁଭବ କରିପାରୁନାହାନ୍ତି, ତେବେ ଜାଣନ୍ତୁ ଆପଣଙ୍କ ଟ୍ରେନ ଏକ ଗତିହୀନ ଅବସ୍ଥାରେ ଛିଡ଼ା ହୋଇଛି। ସେହିପରି ଆପଣଙ୍କ ଆତ୍ମିକ ଜୀବନ ଯଦି ପ୍ରଭୁଙ୍କ ସହିତ ଗତି କରୁଥାଏ, ତେବେ ଆପଣଙ୍କ ଭିତରେ ଏକ ଅଜଣା ଆନନ୍ଦ ଓ ଶାନ୍ତି ଅନୁଭବ ହେବ। ଏହା ହିଁ ହେଉଛି ପ୍ରଥମ ପ୍ରମାଣ। ଯେତେବେଳେ ଆମେ ନିଜର ଭୁଲ ବା ପାପକୁ ପ୍ରଭୁଙ୍କ ନିକଟରେ ସ୍ୱୀକାର କରୁ, ଆମ ଭିତରେ ଏକ ଆତ୍ମିକ ହୃଦୟ ସ୍ପନ୍ଦନ ଆରମ୍ଭ ହୁଏ। ଗୀତ ସଂହିତା 51 ଅଧ୍ୟାୟର 12 ପଦରେ ଲେଖା ଅଛି, ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ। ଆନନ୍ଦ କେବଳ ଏକ ଖୁସି ନୁହେଁ, ଏହା ଏକ ସିଗ୍ନାଲ। ଯଦି ଆପଣଙ୍କ ଆତ୍ମା ଜୀବନ୍ତ ଅଛି, ତେବେ ହିଁ ଆପଣ ଏହି ଆନନ୍ଦ ଅନୁଭବ କରିବେ। ଜୀବନ୍ତ ଆତ୍ମା ହିଁ ପ୍ରଭୁଙ୍କ ଆଗମନରେ ଉଠିଯିବ। ଜଣେ ବନ୍ଦୀ ଜେଲରୁ ମୁକ୍ତ ହେଲେ ଯେଉଁ ସ୍ୱାଧୀନତା ଅନୁଭବ କରେ, ପ୍ରଭୁଙ୍କ ପାଖରୁ କ୍ଷମା ପାଇବା ପରେ ବିଶ୍ୱାସୀ ସେହିପରି ଅନୁଭବ କରେ। 2 କରିନ୍ଥୀୟ 3 ଅଧ୍ୟାୟର 17 ପଦରେ ଲେଖା ଅଛି, ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। ଆପଣ ପ୍ରଭୁଙ୍କର କି ନୁହେଁ ତାହାର ସାକ୍ଷ୍ୟ ଆପଣଙ୍କ ବିବେକ ଭିତରେ ପବିତ୍ର ଆତ୍ମା ଦିଅନ୍ତି। ରୋମୀୟ 8 ଅଧ୍ୟାୟର 16 ପଦରେ ଲେଖା ଅଛି, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ଏହି ସତ୍ୟକୁ ଜାଣିବା ପରେ ଆମକୁ ଆମ ଜୀବନରେ 3ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ହେବ। ପ୍ରଥମ ବିଷୟ ହେଉଛି ପ୍ରତିଦିନର ଶୁଦ୍ଧୀକରଣ। ମଇଳା କାଚ ଦେଇ କେବେ ବି ସୂର୍ଯ୍ୟଙ୍କ ଆଲୋକ ଆସିପାରେ ନାହିଁ। ଯଦି ଆମ ହୃଦୟରେ ପାପର ମଇଳା ଜମା ରହିବ, ତେବେ ପବିତ୍ର ଆତ୍ମାଙ୍କ ଆଲୋକ ଆମକୁ ଦେଖାଯିବ ନାହିଁ। ତେଣୁ ପ୍ରତିଦିନ ପ୍ରଥମ ଜୋହନ 1 ଅଧ୍ୟାୟର 9 ପଦ ଅନୁସାରେ ନିଜର ଭୁଲକୁ ସ୍ୱୀକାର କରନ୍ତୁ। ଯେତେବେଳେ ହୃଦୟ ପରିଷ୍କୃତ ହେବ, ଆପଣ ପ୍ରଭୁଙ୍କ ଆଗମନର ସଂକେତ ସ୍ପଷ୍ଟ ଦେଖିପାରିବେ। ଦ୍ୱିତୀୟ ବିଷୟ ହେଉଛି ହୃଦୟର ସମ୍ପର୍କ। ଯଦି ଆପଣଙ୍କ ମନରେ କାହା ପ୍ରତି ରାଗ, ଘୃଣା କିମ୍ବା ତିକ୍ତତା ଅଛି, ତେବେ ମନେ ରଖନ୍ତୁ ପବିତ୍ର ଆତ୍ମା ସେହି ସ୍ଥାନରେ ରହନ୍ତି ନାହିଁ। ପ୍ରଭୁଙ୍କ ଆତ୍ମା ଶାନ୍ତିର ଆତ୍ମା। ତେଣୁ ଆଗମନ ପାଇଁ ପ୍ରସ୍ତୁତ ହେବାକୁ ହେଲେ ସମସ୍ତଙ୍କୁ କ୍ଷମା କରନ୍ତୁ ଏବଂ ସମସ୍ତଙ୍କ ସହ ଶାନ୍ତିରେ ରୁହନ୍ତୁ। ଯେଉଁଠି ଶାନ୍ତି ଅଛି, ସେଠାରେ ହିଁ ପ୍ରଭୁଙ୍କ ଉପସ୍ଥିତି ଅଛି। ତୃତୀୟ ବିଷୟ ହେଉଛି ଆତ୍ମିକ ଇନ୍ଦ୍ରିୟକୁ ଜାଗ୍ରତ ରଖିବା। ପ୍ରତିଦିନ ବାକ୍ୟ ପଠନ ଏବଂ ଗଭୀର ପ୍ରାର୍ଥନା ଦ୍ୱାରା ନିଜର ଆତ୍ମିକ ଇନ୍ଦ୍ରିୟକୁ ଖୋଲା ରଖନ୍ତୁ। ଯେମିତି ମୋବାଇଲର ନେଟୱାର୍କ ଠିକ୍ ରହିଲେ ହିଁ କଲ୍ ଆସିପାରେ, ସେମିତି ଆପଣଙ୍କ ଆତ୍ମିକ ନେଟୱାର୍କ ପ୍ରଭୁଙ୍କ ସହିତ ସବୁବେଳେ ଯୋଡ଼ି ହୋଇ ରହିବା ଆବଶ୍ୟକ। ପ୍ରିୟ ଭାଇ ଭଉଣୀମାନେ, ଶେଷରେ ଏତିକି କହିବି, ପ୍ରଭୁଙ୍କ ଆଗମନରେ ଆମେ ଯିବା କି ନାହିଁ, ତା'ର ପ୍ରମାଣ କୌଣସି ବାହାର ଜିନିଷରେ ନାହିଁ। ଏହା ଆପଣଙ୍କ ହୃଦୟର ସେହି ଗଭୀର ଶାନ୍ତି ଏବଂ ପରିତ୍ରାଣର ଆନନ୍ଦ ଭିତରେ ଲୁଚି ରହିଛି। ଯଦି ଆଜି ଆପଣ ପ୍ରଭୁଙ୍କ ପାଇଁ ଏକ ଅଜଣା ଆକର୍ଷଣ ଓ ପ୍ରେମ ଅନୁଭବ କରିଛନ୍ତି, ତେବେ ଜାଣନ୍ତୁ ଆପଣ ତାଙ୍କ ପାଇଁ ମନୋନୀତ ଏବଂ ପ୍ରସ୍ତୁତ। ଯଦି ଆପଣ ନିଜ ଜୀବନରେ ସେହି ପରିତ୍ରାଣର ଆନନ୍ଦ ଓ ଆତ୍ମିକ ହୃଦୟସ୍ପନ୍ଦନ ଅନୁଭବ କରୁଛନ୍ତି, ତେବେ କମେଣ୍ଟ ବକ୍ସରେ ଗୋଟିଏ ଆମେନ୍ ନିଶ୍ଚୟ ଲେଖନ୍ତୁ। ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ, ଯେଉଁମାନେ ଆଜି ବି ନିଜ ପରିତ୍ରାଣକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ମନେ ରଖନ୍ତୁ, ସମୟ ଅତି ଅଳ୍ପ, ପ୍ରଭୁ ଅତି ଶୀଘ୍ର ଆସୁଛନ୍ତି।
ପ୍ରିୟମାନେ, ଆଜିର ଏହି ବାର୍ତ୍ତା ଯଦି ଆପଣଙ୍କର ହୃଦୟକୁ ସ୍ପର୍ଶ କରିଛି, ତାହା ହେଲେ ଏହି ସ୍ଥାନରେ ବ୍ୟବହାର କରାଯାଉଥିବା ବାଇବେଲ କିମ୍ବା ଆଧ୍ୟାତ୍ମିକ ବହିଗୁଡ଼ିକୁ ନିଜ ପାଇଁ କିଣିବାକୁ ଚାହୁଁଛନ୍ତି, ତେବେ ସେଗୁଡ଼ିକର ଲିଙ୍କ ମୁଁ ତଳେ ଡିସ୍କ୍ରିପସନ୍ ଏବଂ କମେଣ୍ଟ ବକ୍ସରେ ଦେଇଛି। ସେହି ଲିଙ୍କ ଉପରେ କ୍ଲିକ୍ କରି ଆପଣ ସହଜରେ ସେହି ଜିନିଷଗୁଡ଼ିକ ଅନଲାଇନ୍ରେ ଅର୍ଡ଼ର କରିପାରିବେ। ଆପଣ ସେହି ଲିଙ୍କ ମାଧ୍ୟମରେ କିଣିଲେ ଆପଣଙ୍କୁ କୌଣସି ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ, କିନ୍ତୁ ସେଥିରୁ ମିଳୁଥିବା କିଛି ଛୋଟ କମିଶନ ଆମ ଚ୍ୟାନେଲକୁ ସାହାଯ୍ୟ କରିବ, ଯାହାଦ୍ୱାରା ଆମେ ଆଗକୁ ଏମିତି ଅନେକ ଆତ୍ମିକ ଭିଡ଼ିଓ ଆପଣଙ୍କ ପାଇଁ ନେଇ ଆସିପାରିବୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।